ଏବଂ ଶାସ୍ତ୍ରୀୟ ସଙ୍ଗୀତ ବହୁତ ସାଧନା କଲା ପରେ ଜଣେ ସେଥିରେ ସିଦ୍ଧି ପ୍ରାପ୍ତ ହୁଏ। ଆମର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ବେଶୀ ପ୍ରସାର ହେଇନାହିଁ ଓଡ଼ିଶାରେ, ଯେତେ ତା ପ୍ରସାର ହେଇଛି ଅନ୍ୟ ରାଜ୍ୟମାନଙ୍କରେ, ଯେମିତି ଆମର ଧରନ୍ତୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆଉ କର୍ଣ୍ଣାଟକ ସଙ୍ଗୀତର ଯେମିତି ପ୍ରସାର ହେଇଛି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଇତ୍ୟାଦି। ଆମର ସେମିତି ପ୍ରସାର ହେଇନାହିଁ ଶାସ୍ତ୍ରୀୟ ସଙ୍ଗୀତ। ଶାସ୍ତ୍ରୀୟ ସଙ୍ଗୀତ ଗୋଟେ ଅନେକ ପ୍ରକାରର ଆନନ୍ଦ ଦିଏ, ଯେହେତୁ ସେଥିରେ ଅନେକ ସାଧନା ଥାଏ ଏବଂ ସ୍ୱର ସେଥିରେ ସାଧନା କରିବାକୁ ପଡେ। ଅନେକ ବର୍ଷର ସାଧନା ପରେ ଜଣେ ଷ୍ଟେଜରେ ଗାଇପାରେ। ସେଥିପାଇଁ ଅନେକ ସେଥିରେ ଆଗ୍ରହ ନିଅନ୍ତି ନାହିଁ, ସେତିକି ପରିଶ୍ରମ କରିବାକୁ ଚାହାନ୍ତି। ତେଣୁ ଆମେ ଚାହୁଁ ପିଲାମାନେ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରନ୍ତୁ, ତାଙ୍କ ପାଠ ସହିତ ସେ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିବେ ଏବଂ ଉଭୟରେ ସେମାନେ ଭଲ କରିପାରିବେ। ଶାସ୍ତ୍ରୀୟ ସଙ୍ଗୀତ ଭଲ ଗାଇପାରିବେ, ବଜେଇ ପାରିବେ ଏବଂ ପାଠରେ ମଧ୍ୟ ଭଲ କରିବେ। ଏମିତି ଅନେକ ଉଦାହରଣ ଅଛି, ଆମେ ଜାଣୁ ଯୋଉମାନେ ଶାସ୍ତ୍ରୀୟ ସଙ୍ଗୀତ ବହୁତ ଭଲ ଗାଉଛନ୍ତି। ବହୁତ ଛୋଟ ପିଲା, 15-16 ବର୍ଷ ପିଲା, 20 ବର୍ଷର ପିଲା ସୁନ୍ଦର ଭାବରେ ଗାଉଛନ୍ତି, ବଜାଉଛନ୍ତି ଏବଂ ପାଠ ବି ସେମାନେ ଭଲ କରୁଛନ୍ତି। ତେଣୁ ଆମେ ଚାହୁଁଛୁ ଯେ ଆମର ଭୁବନେଶ୍ୱରର ଦର୍ଶକମାନେ ଖୋର୍ଦ୍ଧା, ପୁରୀ ଏସବୁ ଅଞ୍ଚଳକୁ ଆସନ୍ତୁ, ସମସ୍ତେ ଶୁଣନ୍ତୁ। ମୋର ଦେଶ ହେଲା କି ସବୁ ପ୍ରକାର ଶାସ୍ତ୍ରୀୟ ସଙ୍ଗୀତ କେମିତି ପ୍ରୋତ୍ସାହନ ପାଉ, ଭୁବନେଶ୍ୱରର ଲୋକ ଶୁଣନ୍ତୁ, କାହିଁକିନା ଶାସ୍ତ୍ରୀୟ ସଙ୍ଗୀତ ସବୁଠି ମୂଳରେ। ଆଉ ଆଜିର ଯୋଉ କାର୍ଯ୍ୟକ୍ରମ ଅଛନ୍ତି, ଆମର ଓଡ଼ିଶା ପାରଳାଖେମୁଣ୍ଡିରୁ ଜଣେ ଆସିଛନ୍ତି ଯେ ସାକ୍ସୋଫୋନ ବଜାଉଛନ୍ତି, ଅତି ସୁନ୍ଦର ବାଦକ। ତାଙ୍କ ବିଷୟରେ ଲୋକ କମ୍ ଜାଣନ୍ତି, କିନ୍ତୁ ବହୁତ ଭଲ ସାକ୍ସୋଫୋନ ବାଦକ। ତାପରେ ଆସିଛନ୍ତି ବାଙ୍ଗାଲୋରରୁ ଚୈତ୍ର, ଯିଏକି ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ କରେ। ଆମେ କାଲି ଅଛି ଆମର ଓଡ଼ିଶୀ କଣ୍ଠ ସଙ୍ଗୀତ ରୂପକ କୁମାର ପରିଡ଼ା ଗାଇବେ। ତାପରେ ଅଛି ହିନ୍ଦୁସ୍ତାନୀ ସରୋଦ ବାଦକ। ସରୋଦ ବହୁତ କମ୍ ଆସେ ଭୁବନେଶ୍ୱରକୁ, ସେ ଡକ୍ଟର ଚନ୍ଦ୍ରିମା ମଜୁମଦାର ଆସୁଛନ୍ତି ବଜେଇବାକୁ। ତ ତୃତୀୟ ଦିନ ଅଛି ଆମର ରବିଶଙ୍କର ପ୍ରଧାନ ଏବଂ ଉଦୟଦିତ୍ୟ ପ୍ରଧାନଙ୍କର ଦ୍ୱୈତ ସିତାର ବାଦକ। ଆଉ ତାପରେ ଶେଷ କାର୍ଯ୍ୟକ୍ରମରେ ବିଲିନା ପାତ୍ର, ଯିଏକି ପୁଣେରୁ ଆସିଛନ୍ତି। ଆମର ସମୁଦାୟ 7 ଜଣ ଆର୍ଟିଷ୍ଟଙ୍କ ଭିତରୁ 5 ଜଣ ହଉଛନ୍ତି ଓଡ଼ିଶାର। ବିଲିନା ବି ଶିଖୁଛନ୍ତି ପୁଣେରେ, କିନ୍ତୁ ସେ ହଉଛନ୍ତି ଓଡ଼ିଶାର। ଆମେ ଚାହୁଁଛୁ ଓଡ଼ିଶାର ଲୋକ ଆହୁରି ଭଲ କରନ୍ତୁ, ଭଲ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରନ୍ତୁ। ହିନ୍ଦୁସ୍ତାନୀ ଜଗତରେ ବହୁତ କମ୍ ଓଡ଼ିଆ ଆସିଛନ୍ତି, ଦେଖିବେ ଆପଣ ଜଣେ 2 ଜଣଙ୍କ ଛଡା ଆଉ କାହାରି ମନେ ପଡେନି ହିନ୍ଦୁସ୍ତାନୀର। ବିଲିନା ଏବେ ନାଁ କରୁଛନ୍ତି, ଆମେ ତାଙ୍କୁ ଚାହୁଁ ସମସ୍ତେ ଶୁଣନ୍ତୁ, ତାଙ୍କୁ ପ୍ରୋତ୍ସାହନ ଦିଅ। ପ୍ରୋଗ୍ରାମରେ ଗୀତ ଗାଇଛି ଏବଂ ମ୍ୟୁଜିକ୍ ସର୍କଲ ଅନୁଷ୍ଠାନ ପ୍ରତି ମୋର ବହୁତ ସମ୍ମାନ ଥାଏ, କାରଣ ସେ ଗୋଟିଏ ଅନୁଷ୍ଠାନ ଯିଏକି ଦୀର୍ଘ ବର୍ଷ ଧରିକିରି ଭୁବନେଶ୍ୱରରେ ବହୁ ଶାସ୍ତ୍ରୀୟ ସଙ୍ଗୀତ ସଭା ଏବଂ ସର୍ବଭାରତୀୟ ସ୍ତରର ବହୁ ଉଚ୍ଚକୋଟୀର କଳାକାରମାନେ, ପୂଜ୍ୟ କଳାକାରମାନେ ଏଠି ଆସିକି ପ୍ରୋଗ୍ରାମ କରିଛନ୍ତି ଏବଂ ମ୍ୟୁଜିକ୍ ସର୍କଲ ସକାଶେ ଆମେ ଭୁବନେଶ୍ୱରରେ ବହୁତ ବଡ଼ ବଡ଼ ବିଦ୍ୱାନ କଳାକାରମାନଙ୍କୁ ଶୁଣିବାକୁ ସୁଯୋଗ ପାଇଛୁ। ଆଜି ସେଇ ମ୍ୟୁଜିକ୍ ସର୍କଲ ଅନୁଷ୍ଠାନ ଏବଂ ଏହି ରବୀନ୍ଦ୍ର ମଣ୍ଡପ ମଞ୍ଚରେ ମୋତେ ଏତେ ଶ୍ରଦ୍ଧାରେ ତାଙ୍କର ଭଲ ପାଇବା ମୋତେ ଦେଇଛନ୍ତି ଏବଂ ଜୀବନ ବ୍ୟାପୀ ତ ସମ୍ମାନ ସେ ସିନା ଦେଲେ, ମୁଁ କ'ଣ ଜୀବନ ବ୍ୟାପୀ ସଙ୍ଗୀତ କେତେ ଦୂର ପହଞ୍ଚିଛି ମୁଁ ଜାଣିନି, କିନ୍ତୁ ମୋର ଏବେ ବି ପ୍ରଚେଷ୍ଟା ଜାରି ରହିଛି ଯେ ମୁଁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଭୁ ମୋତେ ଗଳା ଦେଇଥାନ୍ତୁ, ମୁଁ ଗାଇପାରୁଥାଏ। ଏତେ ପରିଣତ ବୟସରେ ଆଉ କ'ଣ କହିବି, ଏତିକି କେବଳ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବି ସମସ୍ତଙ୍କର, ଆପଣମାନଙ୍କର, ଓଡ଼ିଶାବାସୀଙ୍କର, ରାଜ୍ୟବାସୀଙ୍କର, ଦେଶବାସୀଙ୍କର, ସାରା ପୃଥିବୀର ସମସ୍ତ ଶ୍ରୋତାମାନେ ମୋତେ ଏମିତି ଭଲ ପାଇବା ଦିଅନ୍ତୁ।